ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଆପଣଙ୍କର ସିଦ୍ଧେଶ୍ୱର ପରିଡ଼ା। ଆଜି ଆସନ୍ତୁ ଶୁଣିବା ସ୍ୱଲିଖିତ ବୈରାଗ୍ୟରୁ ସଂଗୃହୀତ ଏକ କ୍ଷୁଦ୍ର ଲେଖା, ଯାହାର ନାମ ବଞ୍ଚିବାକୁ ଇଚ୍ଛା। ଶୁଣ, ତୁମକୁ ଗୋଟେ କଥା କହିବାକୁ ଯାଉଛି। ଅନ୍ତରରୁ ସାଇତି ରଖିଥିବା ଅତୀତର କୋହ। ଜାଣିଛ, ତୁମେ ଗଲା ପରେ କେମିତି ବିତିଛି ଏ ସମୟ, ଆଉ କେମିତି କଟିଛି ପ୍ରତି ମୁହୂର୍ତ୍ତର ସେଇ ଅଭିଶାପ। ବାହୁନି ବାହୁନି କାନ୍ଦିଛି ଅନେକ ରାତି ବିଛଣାରେ ପଡ଼ି ରହି। ଭଲ ହୋଇଛି ତୁମେ ଜାଣିନ, ନଚେତ୍ ଏ ପାପୀର ପାପ କେମିତି ବା ମଉଳି ଥାଆନ୍ତା। ସେଇ ଗୋଟାଏ କଥାରେ ରାଗିଯିବାଟା ପୁଣି ଏତେ ବଡ଼ ଶାସ୍ତି। ଅନ୍ତରରୁ ଅନେକ ଭଲ ପାଉଥିଲି, ଆଉ ପାଉଛି ବି। କାହିଁକି ଯେ ସେଦିନ ନିଜକୁ ଭୁଲିଗଲି ଜାଣିନା। ଏତେ ବର୍ଷ ପରେ ଆସିଛ, ତା ବି ଆଉ ଜଣଙ୍କ ସାଥେ। ହଉ, ଭଲ କଲ। ତୁମେ ଯେ ଆସିଛ ଏତିକିରେ ମୁଁ ଖୁସି। ଆଉ ମାତ୍ର କେଇ ମୁହୂର୍ତ୍ତ ମୋ ଜୀବନ ଆୟୁଷ। ତୁମେ କାଳେ ମୋତେ ଛାଡ଼ି ଚାଲିଯିବ, ସେଇ ଭୟରେ ସେଦିନ ମୁଁ ତୁମ ସିନ୍ଥିରେ ଟୋପାଏ ସିନ୍ଦୁର ଦେଇଥିଲି ଲୁଚି ଛପି, ତୁମ ମନ କଥା ନ ଜାଣି। ସେ ଥିଲା ଦେବୀ ମାଙ୍କ ସିନ୍ଦୁର। ଏମିତି ପୋଛିଦେଲ ଯେ ଯେମିତି ମୁଁ ସେଇ ଦିନଠୁ ମରିଗଲି। ତୁମ ପାଇଁ ସିନା ମରିଗଲି, ହେଲେ ମୋ ବାପା ମାଙ୍କର ମୁଁ ହିଁ ଏକମାତ୍ର ସାହା ଭରସା। କେମିତି ବା ନିଜକୁ ମାରି ଦିଅନ୍ତି, ଅଜାଣତରେ ଚାପୁଡ଼ାଟେ ମାରିଲି। ବାସ୍ ଏତିକି। ହୁଏତ ଏତେ ଭଲ ନ ପାଇଥିଲେ ମୁଁ ବି ବଞ୍ଚିଥାନ୍ତି। ରହୁଛି। ଲେଖାଟି କେମିତି ଲାଗିଲା ନିଶ୍ଚିତ ଭାବେ ଜଣାଇବେ। ନମସ୍କାର।